ସମ୍ପର୍କର ମାନେ ନୁହେଁ କିଛି ରାଣ ନିୟମର ଅବଧିରେ ଶେଷ ହୋଇଯିବ। ସମ୍ପର୍କ ତ ନିଃସର୍ତ୍ତ ଥାଏ, କିଛି ସମ୍ପର୍କର କିଛି ନାଁ ନଥାଏ। ତାପରେ ବି ସେଇ ଲୋକଙ୍କ ସହିତ କଥା ହେଲେ ନିଜର ସବୁ କଷ୍ଟ ଭୁଲିବା ସହଜ ହୁଏ। କିଛି ସମ୍ପର୍କ ମନର ଏମିତି ଥାଏ ଯେଉଁ ସମ୍ପର୍କ ହୁଏତ ସବୁଠୁ ସୁନ୍ଦର ସମ୍ପର୍କ ମନର ହେଇଥାଏ। ସେ ଗୋଟେ ଭଲ ବନ୍ଧୁତ୍ୱର ହେଇଥାଉ କି ଭାଇ ଭଉଣୀର ସମ୍ପର୍କ ହଉ କି ଆଉ କିଛି ସମ୍ପର୍କ, କିନ୍ତୁ ଦୁନିଆ ଭିଡ଼ରେ ଯେତେବେଳେ ସେଇ ଲୋକଙ୍କ ସହିତ କଥା ହଉ ସତରେ ସବୁକିଛି ଭୁଲିବା ସହଜ ହୁଏ। ଜୀବନ ତ ବହୁତ ଛୋଟ, ଆଉ ଏ ଛୋଟ ଜୀବନରେ ଯଦି ବୁଝିଲା ଭଳି ବନ୍ଧୁଟି ସାଥିରେ ଥାଏ, ଜୀବନ ରାସ୍ତାରେ ଚାଲିବା ସହଜ ହୁଏ। ଜୀବନରେ ସହଯୋଗର ହାତ ତ ସମସ୍ତେ ବଢ଼ାନ୍ତି, କିନ୍ତୁ ସ୍ୱାର୍ଥ ବିନା ସହଯୋଗର ହାତ ବଢ଼ାଉଥିବା ଲୋକମାନେ ହିଁ ପ୍ରକୃତରେ ନିଜର। ବିନା ସ୍ୱାର୍ଥରେ ଯିଏ ସାଥିରେ ଥାଏ, ପ୍ରତି ମୁହୂର୍ତ୍ତରେ ଯିଏ ନ କହିଲେ ବି ମନ କଥା ବୁଝିଯାଏ, ସେ ହିଁ ତ ପ୍ରକୃତରେ ନିଜର। ରକ୍ତ ସମ୍ପର୍କ ତ ଜନ୍ମରୁ ମିଳିଛି, କର୍ମରୁ ମିଳିଥିବା ଏ ସମ୍ପର୍କ ହୁଏତ ସବୁଠୁ ନିଜର, ରକ୍ତ ସମ୍ପର୍କଠୁ ବି ଅଧିକ ନିଜର। ସେଇଥିପାଇଁ ଜୀବନରେ ଥିବା ପ୍ରତ୍ୟେକ ପ୍ରିୟ ମଣିଷଙ୍କୁ ଅନେକ ଧନ୍ୟବାଦ, କୃତଜ୍ଞତା ଏବଂ ସ୍ନେହ ଜଣାଉଛି। ସମସ୍ତଙ୍କ ପାଇଁ ଏ ଜୀବନକୁ ଆଗକୁ ନେଇ ଯିବାର ଇଚ୍ଛା ବଢ଼ି ଚାଲିଛି। ନହେଲେ ତ ସମାଲୋଚନାର ମାତ୍ରା ବହୁତ ଅଧିକ ଅଛି। ଚର୍ଚ୍ଚା ବି ହୁଏ, ସମାଲୋଚନା ବି ହୁଏ। ତା ଭିତରେ ଜୀବନକୁ ସୁନ୍ଦର କରି ସଜେଇବାକୁ ହୁଏ। ଈଶ୍ୱର ଅଛନ୍ତି ତ, ତେଣୁ ସେମାନଙ୍କ କଥା ଭାବୁଛି କି? ତେଣୁ ଯାହାକୁ ନିଜର ଭାବେ ସେଭଳି ଲୋକମାନଙ୍କୁ ହୃଦୟରୁ ଭଲ ପାଏ। ଭଲ ପାଇବା କେବେ ଭୁଲ ନୁହଁ, କିନ୍ତୁ ସକାରାତ୍ମକତା ରହିବା ଉଚିତ। ସବୁ ଆବେଗ ସ୍ନେହ କେବେ ଭୁଲ ନୁହେଁ। ଯେତେବେଳେ ପର୍ଯ୍ୟନ୍ତ ଆମର ଆବେଗ ସବୁ ଆମେ ଭୁଲ ଲୋକଙ୍କ ପାଇଁ ନ ରଖିଛୁ, ସେତେଦିନ ପର୍ଯ୍ୟନ୍ତ ଜୀବନ ଠିକ୍ ଅଛି। କିନ୍ତୁ ଯେବେ କୌଣସି ଖରାପ ଲୋକ ପାଇଁ ମନରେ ଭଲ ଭାବନା ଆସେ, ସେଇ ଖରାପ ଲୋକଙ୍କର ଭାବନା ମନରେ ଏମିତି ନକାରାତ୍ମକତାର ଛାପ ଛାଡ଼ିଯାଏ ନା, ନିଜକୁ ଆଗ ଭଳି ଫେରି ପାଇବା ସମ୍ଭବପର ନୁହଁ। ତେଣୁ ନିଜର ଅସ୍ତିତ୍ୱକୁ ସବୁବେଳେ ସାଇତି ରଖିବା ଜରୁରୀ। ନିଜକୁ ସବୁବେଳେ ଦୃଢ଼ କରି ରଖିବା ଜରୁରୀ। ସେ ଲତା ଭଳି ନୁହଁ, ମଣିଷ ଜୀବନ ସବୁବେଳେ ସେ ଦୃଢ଼ ବୃକ୍ଷ ଭଳି ହେବା ଉଚିତ। ଉଦାରତା ଗୁଣ ରହିବା ଜରୁରୀ, କିନ୍ତୁ ବୃକ୍ଷ ଭଳି ଦୃଢ଼ ହୋଇ ଛିଡ଼ା ରହିବାର ସାମର୍ଥ୍ୟ ଥିବା ଜରୁରୀ। ପ୍ରତ୍ୟେକଟି ମଣିଷ ନିଜକୁ ସେ ଗଛ ଭଳି ସଜେଇବା ଉଚିତ, ପ୍ରକୃତିର ସେଇ ଗଛ ଭଳି ହେଲେ ଜୀବନରେ ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତି ଆସିବ, ସେ ଆଘାତକୁ ସହ୍ୟ କରିହେବ। ସେ ପାହାଡ଼ ଭଳି ହେବା ଉଚିତ, ଯାହା ସବୁବେଳେ ଦୃଢ଼ ହେଇଥାଏ, ସବୁକିଛି ଆଘାତକୁ ସେ ସହ୍ୟ କରିଯାଏ। ହୁଏତ ଆତ୍ମୀୟତା ରୂପକ ଝରଣା ଗୁଡ଼ିକ କେତେବେଳେ ଆସି ତାର ଶକ୍ତପଣକୁ ଭାଙ୍ଗି ଦେଇଯାଏ, ତାର ହୃଦୟରେ ବହିଯାଏ, ତାପରେ ବି ସେ ଦୃଢ଼ ହେଇଥାଏ। ସେଇ ସମୁଦ୍ର ଭଳି ହେବା ଉଚିତ ବିଶାଳକାୟ, ଯିଏ ନିଜ ଭିତରେ ସବୁକିଛିକୁ ସ୍ଥାନ ଦେଇପାରେ। ସବୁକିଛିକୁ ନିଜ ଭିତରେ ସ୍ଥାନ ଦେଇ ସେ ନିଜର ଦାୟିତ୍ୱକୁ ସୁଚାରୁ ରୂପରେ ସମ୍ପାଦନ କରିଯାଏ। ସେ ଆକାଶ ଭଳି ସର୍ବବ୍ୟାପୀ ଅନନ୍ତ ହେବା ଉଚିତ ଏ ହୃଦୟ, ଯିଏ ସମସ୍ତଙ୍କୁ ନିଜର ଏ ହୃଦୟରେ ସ୍ଥାନ ଦେଇପାରିବ। ତେଣୁ ଆକାଶ ଭଳି ହେବା ଉଚିତ, ମାଟି ଭଳି ହେବା ଉଚିତ ଏବଂ ବୃକ୍ଷ ଭଳି ହେବା ଉଚିତ। ଯଦି ନିଜର ଜୀବନକୁ ଏମାନଙ୍କ ଭଳି ଆଦର୍ଶରେ ସୁନ୍ଦର କରି ଗଢ଼ି ପାରିଲେ ଜୀବନ ବହୁତ ସୁନ୍ଦର ହେବ। କାହିଁକି ନା ମିଛ ମରିଚିକାର ସ୍ୱପ୍ନ ମଣିଷକୁ ଖରାପ ପଥକୁ ନେଇଯାଏ। ତେଣୁ ସମୟ ଆଗରୁ ସତ ମିଛର ପ୍ରହେଳିକା ଜାଣିବା ଜରୁରୀ, ସତ ସହ ସାମ୍ନା ହେବା ଜରୁରୀ। ତେଣୁ ସଂଘର୍ଷ ରହୁ, ସଂଘର୍ଷ ସହିତ ଦୃଢ଼ ମନୋବଳ ମଧ୍ୟ ରହୁ। ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁକିଛି ହାର ମାନେ। ଯଦି ଈଶ୍ୱରଙ୍କର ଆଶୀଷର ହାତ ମଥା ଉପରେ ଥାଏ, ସଂଘର୍ଷ ଯେତେ ଥିଲେ ମଧ୍ୟ କଠୋର ପରିଶ୍ରମ ଦିନେ ନା ଦିନେ ସଫଳତା ଆଣିଦିଏ। ମନର କଥା ଶୁଭଶ୍ରୀ। ଜୟ ଜଗନ୍ନାଥ।